ଫୁଲମତିପୁର ଗାଁ କହିଲେ ସମସ୍ତେ ଜାଣନ୍ତି, କିନ୍ତୁ ସେଠାରେ ରହିବାକୁ କେହି ଚାହାନ୍ତି ନାହିଁ, କାରଣ ସେଠାରେ ପ୍ରେତାତ୍ମାମାନଙ୍କ ନିବାସସ୍ଥଳୀ ଥିଲା। ପ୍ରେତାତ୍ମାମାନେ ଲୋକମାନଙ୍କୁ ସେଠାରେ ରହିବାକୁ ଦେଉନଥିଲେ। ଅନ୍ଧବିଶ୍ୱାସର ଯୁଗ ଯୋଗୁଁ ସେ ସମୟରେ ଲୋକମାନେ ପତ୍ରଟିଏ ହଲିଗଲେ ବି ଡରରେ ଛାନିଆ ହୋଇଯାଉଥିଲେ। ଗମନାଗମନର ଏତେ ସୁବିଧା ନଥିଲା। ଦିନ ପରେ ଆଲୋକର ଚିହ୍ନବର୍ଣ୍ଣ ମଧ୍ୟ ନଥିଲା। ଲଣ୍ଠନ ଧରି ଲୋକମାନେ ଯିବା ଆସିବା କରୁଥିଲେ। ବିଦ୍ୟୁତର ବ୍ୟବହାର ହିଁ ନଥିଲା। ସେ ସମୟରେ ଭୂତପ୍ରେତ ଥିଲେ କି ନାହିଁ ତାହା ଜଣା ନାହିଁ, କିନ୍ତୁ ଲୋକମାନେ ତା ଉପରେ ବିଶ୍ୱାସ କରିବାକୁ ବାଧ୍ୟ ହେଉଥିଲେ, କାରଣ ଅନ୍ଧକାରର ସେ ନିରୋଳା ସ୍ଥାନମାନଙ୍କରେ ଯେଉଁ ଭୟଙ୍କର ଶବ୍ଦ ଶୁଣାଯାଉଥିଲା ତାହା ଲୋମ ଟାଙ୍କୁରେଇ ଦେଉଥିଲା। ଆମର ଏହି କାହାଣୀଟି ରାଜା ମହାରାଜାଙ୍କ ଶାସନ ସମୟରେ ଅତ୍ୟାଚାରର ସମ୍ମୁଖୀନ ହୋଇଥିବା ନାରୀମାନଙ୍କର ଆତ୍ମାର ପ୍ରତିଶୋଧ ପରାୟଣ ହେବା ବିଷୟରେ। ସେହି ଆତ୍ମାମାନେ ଫୁଲମତିପୁରରେ କାହାକୁ ମଧ୍ୟ ଛାଡ଼ୁନଥିଲେ ଏବଂ ତାଙ୍କ ଯୋଗୁଁ କେହି ସେଠାରେ ରହି ମଧ୍ୟ ପାରୁନଥିଲେ। ସେ ବିଷୟରେ ଆଗକୁ ଜାଣିବା, କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସାଇଡ଼ରେ ଥିବା ବେଲ୍ ଆଇକନ୍କୁ ଅଲ୍ରେ କରିଦିଅନ୍ତୁ। ଏହି ପ୍ରେତାତ୍ମା କାହାଣୀଟି ଫୁଲମତିପୁର ଗାଁ ଇଂରେଜ ଶାସନ କାଳର ଓଡ଼ିଶା ରାଜ୍ୟର ଅଟେ। ସେଠାରେ ମହାରାଜ ହରି ସିଂ ବୋଲି ଜଣେ ରାଜା ଥିଲେ। ତାଙ୍କର 3ଟି ପୁତ୍ର ଥିଲେ। ତାଙ୍କ ରାଣୀ 2ଟି ଥିଲେ, ବଡ଼ ରାଣୀ ପଦ୍ମାବତୀ ଏବଂ ଛୋଟ ରାଣୀ ପ୍ରିୟଦର୍ଶିନୀ। ସେ ଦୁହେଁ ଦୁହିଁଙ୍କୁ ସବୁବେଳେ ଛୋଟ କରିବାକୁ ଚେଷ୍ଟା କରୁଥିଲେ। ଦୁହେଁ ଜମାରୁ ବି ମିଶୁନଥିଲେ। ସବୁବେଳେ ଗଣ୍ଡଗୋଳ ଯୋଗୁଁ ରାଜା ଅତିଷ୍ଠ ହୋଇ ରାଜମହଲ ତ୍ୟାଗ କରି ଚାଲିଗଲେ। ତାପରେ ରାଣୀମାନେ ମଧ୍ୟ ନିଜ ପିତାମାତାଙ୍କ ଗୃହକୁ ଯାଇ ରହିଲେ। ସେ ସମୟରେ ରାଜା ଆଗରୁ ତାଙ୍କ ବଡ଼ ପୁଅ ଦେବେନ୍ଦ୍ରକୁ ରାଜସିଂହାସନ ଦେଇସାରିଥିଲେ। ଦେବେନ୍ଦ୍ର ଭଲ ରାଜା ଥିଲେ। ସେ ପ୍ରଜାମାନଙ୍କ ହିତ ପାଇଁ ସର୍ବଦା ଚେଷ୍ଟା କରୁଥିଲେ, କିନ୍ତୁ ତାଙ୍କର ଛୋଟ ଭାଇ ମାନେ ରାଜେନ୍ଦ୍ର ଏବଂ ସୁରେନ୍ଦ୍ର ବହୁତ ଦୁଷ୍ଟ ଥିଲେ। ସେମାନେ ରାଜକୁମାର ହୋଇଥିବାରୁ ବହୁତ ଗର୍ବର ସହିତ ରହୁଥିଲେ। ରାଜା ପିତାମାତାଙ୍କ ଅନୁପସ୍ଥିତିରେ ଏକଲା ରାଜ୍ୟ ସମ୍ଭାଳୁଥିବାରୁ ବହୁତ ଚିନ୍ତିତ ରହୁଥିଲେ। ସେଥିପାଇଁ ଭାଇମାନଙ୍କ ଦୁଷ୍ଟାମିକୁ ଅଣଦେଖା କରିବାକୁ ଲାଗିଲେ। ପ୍ରଜାମାନଙ୍କ ପାଖକୁ ଯାଇ ରାଜେନ୍ଦ୍ର ଏବଂ ସୁରେନ୍ଦ୍ର ବହୁତ ଅତ୍ୟାଚାର କରୁଥିଲେ। କର ଆଦାୟ ସହିତ ଅତି ସୁନ୍ଦରୀ ଯୁବତୀ ଦେଖିଲେ ମହଲକୁ ନେଇଯାଇ ତାଙ୍କ ଦାସୀ କରି ରଖୁଥିଲେ, ତାଙ୍କୁ ଉପଭୋଗ କରୁଥିଲେ। ଏକଥା ରାଜାଙ୍କ କାନକୁ ଆସିବା ମାତ୍ରେ ରାଜା ତାଙ୍କ ଭାଇମାନଙ୍କୁ ସତର୍କ କରାଇଥିଲେ ଯେ ସେମାନେ ଏସବୁ ଖରାପ କାମରୁ ନିଜକୁ ନିବୃତ୍ତ ରଖନ୍ତୁ, ନହେଲେ ଦଣ୍ଡାଦେଶ ପାଇଁ ପ୍ରସ୍ତୁତ ରୁହନ୍ତୁ। ଏହାପରେ ରାଜେନ୍ଦ୍ର ଏବଂ ସୁରେନ୍ଦ୍ର ଆଉ କର ଆଦାୟ କଲେ ନାହିଁ, କିନ୍ତୁ ସୁରେନ୍ଦ୍ର ରାଜାଙ୍କୁ କୌଣସି ମତେ ମନାଇ ତାଙ୍କ ପାଇଁ କାଚର ମହଲ ତିଆରି କରାଇ ଦେଇଥିଲେ। ସେଠାରେ ସେମାନେ ପ୍ରତିଦିନ ବିଳାସପୂର୍ଣ୍ଣ ଜୀବନ ବିତେଇବାକୁ ଲାଗିଲେ। ସେଠାରେ ସବୁ ସୁବିଧା ଥିଲା। ବହୁତ ବଡ଼ ମହଲ ଏବଂ ବଗିଚା ଯୋଗୁଁ ବହୁତ ଲୋକ ଦାସ ଦାସୀ ଭାବରେ ନିଯୁକ୍ତ ହେଲେ। ରାଜକୁମାରମାନେ ପ୍ରତିଦିନ ନୂଆ ନୂଆ ଗାଁରୁ ଯୁବତୀମାନଙ୍କୁ ଉଠେଇ ଆଣି ତାଙ୍କ ସହିତ ଜୋର ଜବରଦସ୍ତ ଧର୍ଷଣ କରିବାକୁ ଲାଗିଲେ ଏବଂ ସେମାନଙ୍କୁ ଧମକ ଦେଲେ ଯେ ଘରେ ଯାଇ କହିଲେ ତାଙ୍କୁ ଜୀବନରୁ ମାରି ଦିଆଯିବ। ଏହି କାରଣ ଯୋଗୁଁ ଦିନରେ ମଧ୍ୟ ସେଠାକାର ନାରୀମାନେ ବାହାରକୁ ବାହାରୁ ନଥିଲେ। ଥରେ ବିଦ୍ୟାପତି ନାମକ ଏକ ଋଷିଙ୍କ ପୁତ୍ରୀ ବସୁନ୍ଧରା ଗାଧୋଇବାକୁ ନଈ କୂଳକୁ ଗଲେ। ରାଜକୁମାରମାନେ ମଧ୍ୟ ସେଠାରେ ଶିକାର କରିବାକୁ ଆସିଥାନ୍ତି। ବସୁନ୍ଧରାକୁ ଦେଖି ସେମାନେ ମୋହିତ ହୋଇଗଲେ, କାରଣ ବସୁନ୍ଧରାର କେଶଠୁ ଆରମ୍ଭ କରି ମୁଖ ଏବଂ ପାଦ ପର୍ଯ୍ୟନ୍ତ ଗୋଟିଏ ଚାଉଳରେ ଗଢ଼ା ପରି ଖୁବ୍ ସୁନ୍ଦର ଥିଲା। ତାଙ୍କ ଘନ କୁଞ୍ଚକୁଞ୍ଚିଆ ବାଳ ଗୋଡ଼ ପର୍ଯ୍ୟନ୍ତ ଲମ୍ବିଥାଏ। ତାଙ୍କର ଅଧର ରକ୍ତ ଚମ୍ପା ପରି ଦିଶୁଥାଏ। ହଳଦିଆ ବର୍ଣ୍ଣର ଦେହ, ଚନ୍ଦ୍ର ପରି ବଦନ, ଅତି ଶୋଭାବତୀ ଦିଶୁଥାଏ ସେ। ଏହା ଦେଖି ରାଜକୁମାରମାନେ ନିଜ ନିଜ ଭିତରେ ବସୁନ୍ଧରାକୁ ପାଇବା ପାଇଁ କଳହ ଲାଗିଲେ। ବସୁନ୍ଧରା ଏବଂ ତାଙ୍କର 4ଟି ସଖୀ ଗାଧୋଇ ସାରି ସେଠାରୁ ଚାଲିଗଲେ। ତାପରେ ରାଜକୁମାରମାନେ ଭାବିଲେ ଆମେ ତାକୁ ବାହା ହେବା ନାହିଁ, କାରଣ ଆମ ଦୁହିଁଙ୍କ ମନ ତା ପ୍ରତି ଆସିଯାଇଛି। ତେଣୁ ଅନ୍ୟ ଯୁବତୀଙ୍କ ପରି
ତାଙ୍କୁ ମଧ୍ୟ ଉପଭୋଗ କରିବା। ଏହାପରେ ଆର ଦିନ ବସୁନ୍ଧରା ଗାଧୋଇବାକୁ ତା ସଖୀମାନଙ୍କ ସହିତ ଆସେ, କିନ୍ତୁ ଆଉ ସେ ଫେରେ ନାହିଁ। ରାଜକୁମାରମାନେ ତା ସଖୀମାନଙ୍କ ସହିତ ତାକୁ ଅପହରଣ କରି ନିଅନ୍ତି। ସେମାନେ ବସୁନ୍ଧରା ସହିତ ତା ସଖୀମାନଙ୍କୁ ଧର୍ଷଣ କରି ତାଙ୍କୁ କାରାଗାରରେ ରଖିଥାନ୍ତି। ଯେତେ କହିଲେ ମଧ୍ୟ ସେମାନେ ବସୁନ୍ଧରାକୁ ଛାଡ଼ନ୍ତି ନାହିଁ। ସେମାନଙ୍କୁ ଖୋଜିବା ପାଇଁ ଋଷି ବହୁତ ଚେଷ୍ଟା କରି ବିଫଳ ହେଲେ ଏବଂ ଶେଷରେ ଧ୍ୟାନରେ ବସିଲେ ଏବଂ ତାଙ୍କ ପୁତ୍ରୀ ସହିତ ଯାହା ସବୁ ଘଟିଥିଲା ସେସବୁକୁ ଦେଖି ବିରକ୍ତ ହୋଇ ଉଠିଲେ। ସେ ପ୍ରଥମେ ରାଜାଙ୍କୁ ଯାଇ କହିଲେ ଯେ ତାଙ୍କ ପୁତ୍ରୀକୁ ଛାଡ଼ି ଦିଆଯାଉ, ନହେଲେ ସେ ଅଭିଶାପ ଦେଇ ରାଜ୍ୟକୁ ଶ୍ମଶାନରେ ପରିଣତ କରିଦେବେ। ଏହା ଶୁଣି ରାଜା ରାଜକୁମାରମାନଙ୍କୁ ଡାକି ପଚାରିବାରୁ ସେମାନେ ଏ କଥାକୁ ଅସ୍ୱୀକାର କରିବାକୁ ଲାଗିଲେ। ରାଜା ମଧ୍ୟ ସେମାନଙ୍କୁ ଲୁଚାଇଥିବା ସ୍ଥାନକୁ ଖୋଜି ପାଇଲେ ନାହିଁ। କୌଣସି ପ୍ରମାଣ ନ ପାଇବାରୁ ସେ ରାଜକୁମାରମାନଙ୍କୁ ଦଣ୍ଡାଦେଶ ମଧ୍ୟ ଦେଇପାରିଲେ ନାହିଁ। ଏପଟେ ଋଷି ମଧ୍ୟ ତାଙ୍କ ଝିଅକୁ ନ ପାଇ ଆତ୍ମହରା ହୋଇ ଫୁଲମତୀକୁ ଛାଡ଼ିବାକୁ ନିଷ୍ପତ୍ତି ନେଲେ ଏବଂ ଯିବା ଆଗରୁ ସେ ରାଜାଙ୍କ ସହିତ ଶେଷ ଦର୍ଶନ କରିବା ପାଇଁ ଆସିଲେ। ଋଷି ରାଜାଙ୍କୁ ଡାକିଲେ ଏବଂ କହିଲେ, ମୁଁ ମୋ ଧ୍ୟାନ ବଳରେ ଏସବୁ ଜାଣିଛି। ମୋ ଝିଅ ଏବେ ବି ତୁମ ଭାଇମାନଙ୍କ କବ୍ଜାରେ ଅଛି। ତାକୁ ଛାଡ଼ି ଦିଆଯାଉ। ସେ ରାଜ୍ୟ ଛାଡ଼ି ଚାଲିଯିବ। ତାଙ୍କର ଆଉ ଧୈର୍ଯ୍ୟର ପରୀକ୍ଷା ନିଅନ୍ତୁ ନାହିଁ। ଏହାପରେ ରାଜା ଅତ୍ୟନ୍ତ ନେହୁରା ହୋଇ କ୍ଷମା ମାଗିଲେ ଯେ ତାଙ୍କ ପାଖରେ ତାଙ୍କ ଝିଅର କୌଣସି ତଥ୍ୟ ନାହିଁ, ନହେଲେ ସେ ନିଶ୍ଚିତ ତାଙ୍କୁ ସାହାଯ୍ୟ କରିଥାନ୍ତେ। ଏହା ଶୁଣି ଋଷିଙ୍କ ଧୈର୍ଯ୍ୟର ସୀମା ରହିଲା ନାହିଁ। ସେ ଅଭିଶାପ ଦେବା କଥା ଚିନ୍ତା କରି କହିଲେ, ହେ ରାଜନ୍, ଯଦି ମୋର ମନ, କର୍ମ ଏବଂ କର୍ତ୍ତବ୍ୟରେ ନିଷ୍ଠା ଥିବ ଏବଂ ମୋ ଝିଅ ଏଠାରେ ଥାଇ ଦୁଃଖ ପାଉଥିବ ଏବଂ ମୋର ଆରୋପ ସତ୍ୟ ଥିବ, ତେବେ ମୁଁ ତୁମକୁ ଏବଂ ଏ ରାଜ୍ୟକୁ ଅଭିଶାପ ଦେଉଛି। ଅତି ଅଳ୍ପ ସମୟରେ ତୁମ ଭାଇମାନଙ୍କ ମୃତ୍ୟୁ ହେବ ଏବଂ ଏହି ରାଜ୍ୟ ମଧ୍ୟ ନଷ୍ଟ ଭ୍ରଷ୍ଟ ହୋଇଯିବ। ମୋ ଝିଅର ଆତ୍ମା ଏ ରାଜ୍ୟରେ ସଦାସର୍ବଦା ରହି ନାରୀମାନଙ୍କ ରକ୍ଷା ତଥା ରାଜବଂଶର ନିପାତ କରିବ। ଏହା କହି ସେ କାନ୍ଦି କାନ୍ଦି ସେଠାରୁ ଚାଲିଗଲେ। ରାଜା ଅଭିଶାପକୁ ଖାତିର କଲେ ନାହିଁ, କାରଣ ତାଙ୍କ ଭାଇମାନଙ୍କ କଥାରେ ତାଙ୍କର ବିଶ୍ୱାସ ଥିଲା। ଏହାପରେ ବସୁନ୍ଧରା ମଧ୍ୟ ରାଜକୁମାରମାନଙ୍କ ଅତ୍ୟାଚାରକୁ ସହି ନ ପାରି ଦିନେ ନିଜ ବେକକୁ କାଟି ସେଇଠାରେ ଆତ୍ମହତ୍ୟା କଲା। ଏହାପରେ ରାଜକୁମାରମାନେ ତା ଦେହକୁ ଗୋଟିଏ ବାକ୍ସରେ ଭର୍ତ୍ତି କରି ରାଜମହଲର ଗୋଟିଏ କୋଠରୀରେ ମାଟି ଖୋଳି ପୋତି ଦେଲେ ଏବଂ ତା ସଖୀମାନଙ୍କୁ ମଧ୍ୟ ସେଠାରେ ମାରି ପୋତି ଦେଲେ। କିଛି ଦିନ ଗଲା ପରେ ସେଠାରେ ରାଜକୁମାରମାନେ ପୁରୁଣା କଥାକୁ ଭୁଲି ପୁଣି ମଦିରା ପିଇ ଯୁବତୀମାନଙ୍କୁ ଆଣି ସେଠାରେ ଧର୍ଷଣ କରିବାକୁ ଲାଗିଲେ। ଦିନେ ରାଜକୁମାର ଜିତେନ୍ଦ୍ର ଗୋଟିଏ ଯୁବତୀଙ୍କୁ ଧରି ସେହି କୋଠରୀରେ ନିଶାରେ ମାତିଥାନ୍ତି। ଯୁବତୀର ହାତକୁ ଜୋରରେ ଧରି ଟାଣୁଥାଏ। ଯୁବତୀ ଜଣକ କାନ୍ଦି କାନ୍ଦି ସେଠାରେ ନିଜ ହୋସ୍ ହରାଇ ପଡ଼ିଗଲେ। ଏହାପରେ ରାଜକୁମାର ତାକୁ ଉଠାଇ ନିଜ କୋଠରୀକୁ ଆଣିଲେ ଏବଂ ତାର ପୋଷାକ କାଢ଼ିବାକୁ ଲାଗିଲେ। ଏତିକିବେଳେ ପଛପଟୁ କିଏ ତାଙ୍କୁ ଡାକିଲା ଭଳି ଶୁଣାଗଲା। କୋଠରୀର ଝରକା ଏବଂ କବାଟ ଜୋରରେ ପବନରେ ବାଡ଼େଇ ହେବାକୁ ଲାଗିଲା। ଯୁବତୀ ଜଣକ ଆଖି ଲାଲ କରି ସେ ସବୁଆଡ଼କୁ ଚାହୁଁଥିବା ସମୟରେ ତା ଆଗରେ ଠିଆ ହୋଇଗଲା ଏବଂ ତାକୁ ପିଟିବାକୁ ଲାଗିଲା। ତାଙ୍କୁ ସେ କଚାଡ଼ି ସେଇଠାରେ ମାରିଦେଲା। ମରିଯିବା ପରେ ସେ ଝିଅଟି ସେଠାରୁ ଚାଲିଗଲା। ସୁରେନ୍ଦ୍ର ରାଜେନ୍ଦ୍ରର ଏଭଳି ମୃତ୍ୟୁକୁ ସହି ନ ପାରି ତାର ଅଭିଯୁକ୍ତକୁ ଖୋଜିବାକୁ ଲାଗିଲା। ସେ ତାର ଅନୁସନ୍ଧାନ ଯୋଗୁଁ କିଛି ଦିନ ମଦ ତଥା ନାରୀ ଧର୍ଷଣ ବନ୍ଦ କରିଦେଲା ଏବଂ ଦିନ ରାତି ଅନୁସନ୍ଧାନରେ ବ୍ୟସ୍ତ ରହିଲା। ରାଜା ଦେବେନ୍ଦ୍ର ଭାଇର ମୃତ୍ୟୁ ପରେ ଅଭିଶାପରୁ ଏପରି ହୋଇଛି ଭାବି ଋଷିମାନଙ୍କ ପରାମର୍ଶ ନେବାକୁ ବାହାରିଲେ। ସେ ବହୁତ ଦୂର ଯିବା ପରେ ଗୋଟିଏ ଋଷି ଆଶ୍ରମରେ ପହଞ୍ଚିଲେ। ସେଠାକାର ଶାନ୍ତ ପରିବେଶରେ ନିରାଶ ଭାବରେ ବସି ସେ ଋଷିଙ୍କୁ ଅପେକ୍ଷା କଲେ। ଋଷି ପୂର୍ଣ୍ଣାହୁତି ଦେଇ ବାହାରିଲେ ଏବଂ ରାଜାଙ୍କୁ ଦେଖି କହିଲେ, ହେ ରାଜା, ତୁମେ ବହୁତ ଭାଗ୍ୟବାନ ଯେ ସେ ଅଭିଶପ୍ତ ରାଜ୍ୟ ଛାଡ଼ି ଚାଲି ଆସିଛ। ସେଠାରେ ଏବେ ମୃତ୍ୟୁର ତାଣ୍ଡବ ଆରମ୍ଭ ହୋଇସାରିଛି। ଆଗକୁ ସେହି ରାଜ୍ୟରେ କୌଣସି ଯୁବକ ମଧ୍ୟ ରହିପାରିବେ ନାହିଁ।
ତୁମ ଭାଇମାନେ ତୁମ ସହିତ ବିଶ୍ୱାସଘାତକତା କରିଛନ୍ତି। ସେ ଋଷି ପୁତ୍ରୀ ସହିତ ତା ସଖୀମାନଙ୍କୁ ମାରି ଦେଇଛନ୍ତି ଏବଂ ଋଷିଙ୍କ ଅଭିଶାପରେ ସେମାନଙ୍କର ଆତ୍ମା ପ୍ରେତାତ୍ମାରେ ପରିଣତ ହୋଇସାରିଛି। ସେମାନେ କାହାକୁ ମଧ୍ୟ ଛାଡ଼ିବେ ନାହିଁ। ସେ ରାଜ୍ୟ ତଥା ସେଠାରେ ଜନ୍ମ ନେଉଥିବା ରାଜ ପରିବାରର ସଦସ୍ୟକୁ ମାରିଦେବେ। ତୁମେ ସେଠାରୁ ଚାଲି ଆସିଛ, ବହୁତ ଭଲ କରିଛ। ତୁମର ପ୍ରାଣ ବଞ୍ଚିଯାଇଛି। ଏହା ଶୁଣି ରାଜା କାନ୍ଦିବାକୁ ଲାଗିଲେ ଏବଂ କହିଲେ, ହେ ଋଷିବର, ମୋ ରାଜ୍ୟର ଏସବୁ ପାଇଁ ମୁଁ ହିଁ ଦାୟୀ। କାରଣ ମୁଁ ମୋ ଭାଇମାନଙ୍କୁ ଭଲ ମଣିଷ କରିପାରିଲି ନାହିଁ। ତେଣୁ ମୁଁ ମଧ୍ୟ ମୋ ରାଜ୍ୟକୁ ଯାଇ ସେଠାରେ ସେମାନଙ୍କ ସହିତ ମୃତ୍ୟୁବରଣ କରିବି। ଏହା କହି ସେ ସେଠାରୁ ଉଠି ପ୍ରଣାମ ଜଣାଇ ଚାଲି ଆସିଲେ। ମହାରାଜ ଦେବେନ୍ଦ୍ର ତାଙ୍କ ରାଣୀ ସହିତ ରାଜମହଲରେ ଶୋଇଥିବା ସମୟରେ ହଠାତ୍ କିଏ ଜଣେ କବାଟ ଠକ୍ ଠକ୍ କରି ଚାଲିଗଲା। ଚାରିଆଡ଼େ ବହୁତ ଜୋରରେ ପବନ ବହିବାକୁ ଲାଗିଲା। କିଏ ମହଲରେ ବୋଲି ଜିନିଷ ଗୁଡ଼ିକ କଚାଡ଼ିଲା ପରି ଲାଗିଲା। ତାଙ୍କ ଆଖି ଖୋଲିଗଲା। ସେ ଉଠି ପଡ଼ିଲେ ଏବଂ ଚାରିଆଡ଼କୁ ଦେଖିବାକୁ ଲାଗିଲେ। ତାଙ୍କ ରାଣୀକୁ ଉଠାଇଲେ, କିନ୍ତୁ ରାଣୀ ଗଭୀର ନିଦ୍ରା ଯୋଗୁଁ ଉଠି ନଥିଲେ। ଏହାପରେ ରାଜା ଏକାକୀ ଯାଇ ତଲବାର ହାତରେ ଧରି ମହଲରେ ବୁଲିବାକୁ ଲାଗିଲେ। ସେ ତାଙ୍କ କୋଠରୁ ବାହାରି ପାହାଚରେ ଯାଉଥାନ୍ତି, କିନ୍ତୁ ମନରେ ତାଙ୍କର ଭୟ ଯୋଗୁଁ ଗୋଡ଼ ହାତ ଥରିବାକୁ ଲାଗିଥାଏ। ହଠାତ୍ ପାହାଚ ପାଖରେ ଥିବା ତାଙ୍କ ବାପାଙ୍କ ଫଟୋଟି ପଡ଼ିଗଲା। ରାଜା ଚମକି ପଡ଼ିଲେ ଏବଂ ସାହସର ସହିତ ଆଗକୁ ବଢ଼ି ଫଟୋ ଉଠାଇବା ସମୟରେ ପାହାଚ ତଳୁ ଅଳ୍ପ ଆଲୋକ ପଡ଼ୁଥିବା ଜାଗାରେ କେହି ଜଣେ ବାଳ ମୁକୁଳା କରି ଗୋଡ଼ ଓଲଟାଇ ଜିଭକୁ କାଢ଼ି ବସି ରହିଲା ପରି ତାଙ୍କୁ ଦେଖାଗଲା। ସେ ଫଟୋ ଉଠାଇବାକୁ ସାହସ କଲେ ନାହିଁ। ସେ ପଚାରିବାକୁ ଲାଗିଲେ, ପାହାଚ ତଳେ ଯିଏ ବି ଅଛ, ଶୀଘ୍ର ମୋ ସାମ୍ନାକୁ ଆସ, ନହେଲେ ମୁଁ ଶସ୍ତ୍ର ଚଲାଇବା ପାଇଁ ବାଧ୍ୟ ହେବି। ଏହାପରେ ତାଙ୍କ ବାମ ପଟରେ ଥିବା ମୂର୍ତ୍ତିଟି ହଲିବାକୁ ଲାଗିଲା। ରାଜା ପାହାଚ ତଳକୁ ଦେଖି ହଠାତ୍ ମୂର୍ତ୍ତିକୁ ଚାହିଁଲେ, କିନ୍ତୁ ତା ପାଖରେ ଝରକା ଥାଇ ପବନ ଯୋଗୁଁ ବୋଧେ ତାହା ହଲୁଛି। ଏହା ଭାବି ଝରକା ବନ୍ଦ କରି ଲେଉଟିବା କ୍ଷଣି ତାଙ୍କ ମୁଖ ସମ୍ମୁଖରେ ହଠାତ୍ ଏକ ଛାୟା ଦେଖାଗଲା। ସେ ଆଖି ବନ୍ଦ କରି ଚିତ୍କାର କରିବାକୁ ଲାଗିଲେ। ତାଙ୍କ ଚିତ୍କାର ଶୁଣି ତାଙ୍କ ରାଣୀ ସହିତ ମହଲରେ ଥିବା ଦାସଦାସୀମାନେ ମଧ୍ୟ ଚାଲି ଆସିଲେ। ରାଜା ତାଙ୍କ ସାନ ଭାଇକୁ ଚାହିଁ କହିଲେ, ତୁମେମାନେ ଯେଉଁ କୁକର୍ମ କରିଛ, ଏ ମହଲରେ ଆଉ କେହି ବଞ୍ଚିବେ ନାହିଁ। ମୁଁ ବହୁତ ବଡ଼ ମୂର୍ଖ, ତେଣୁ ତୁମମାନଙ୍କୁ ବିଶ୍ୱାସ କରି ସେଦିନ ଋଷିଙ୍କ କଥାକୁ ଅସ୍ୱୀକାର କରିଥିଲି। ସେଦିନ ଯଦି ମୁଁ ତୁମମାନଙ୍କୁ ଦଣ୍ଡିତ କରିଥାନ୍ତି, ତେବେ ମୋ ବଂଶର ନାଶ ହୋଇନଥାନ୍ତା। ସେ କାହାରିକୁ ବି ଛାଡ଼ିବ ନାହିଁ, ମାରିଦେବ ଆମ ସମସ୍ତ ବଂଶଧରମାନଙ୍କୁ। ଏହା ଶୁଣି ରାଣୀ ରାଜାଙ୍କୁ ବ୍ୟସ୍ତ ନ ହୋଇ ଏହାର ସମାଧାନର ବାଟ ଖୋଜିବା ପାଇଁ କହିଲେ। ସେ ରାତିଯାକ ଭାବି ଭାବି ଶୋଇଗଲେ ଏବଂ ସକାଳୁ ଉଠି ତାଙ୍କ ଭାଇକୁ ଡାକି କହିଲେ ଯେ ତୁ ଏ ରାଜ୍ୟ ଛାଡ଼ି, ଏ ଗାଁ ଛାଡ଼ି ତୁ ସହରକୁ ପଳା। ଲଣ୍ଡନରେ ମୁଁ ସାହେବମାନଙ୍କ ସହିତ କଥା ହୋଇ ସେଠାରେ ତୋର ରହିବାର ବ୍ୟବସ୍ଥା କରିଦେବି, କିନ୍ତୁ ତୁ ଏଠାକୁ କେବେ ବି ଆସିବୁ ନାହିଁ। ତୁ ମୋ ପାଖରେ ପ୍ରତିଜ୍ଞା କର, ନହେଲେ ଆମେ କେହି ଜୀବିତ ରହିବୁ ନାହିଁ। ଏବଂ ତୋ ସହିତ ମୋ ପୁଅକୁ ବି ନେଇଯା, ସେ ସେଠାରେ ରହି ପାଠ ପଢ଼ିବ। ତୁ ତାକୁ କେବେ ବି ଏଠାକୁ ଆଣିବୁ ନାହିଁ। ମୁଁ ରାଜ୍ୟର ରାଜା, ମୁଁ ରାଜ୍ୟକୁ ଛାଡ଼ିପାରିବି ନାହିଁ। ଏହାପରେ ରାଜକୁମାର ତାଙ୍କ ପୁତୁରାକୁ ନେଇ ଲଣ୍ଡନ ଚାଲିଗଲେ। ସେଠାରେ ସେମାନେ ଇଂରେଜମାନଙ୍କ ତତ୍ତ୍ୱାବଧାନରେ ରହିଲେ। ବହୁତ ଉନ୍ନତ ଧରଣର ଜୀବନଯାପନ କଲେ। ରାଜକୁମାର ମଧ୍ୟ ତାଙ୍କ ଭାଇଙ୍କୁ ଦେଇଥିବା କଥାକୁ ରଖିଲେ। କୌଣସି ପ୍ରକାରର ସମସ୍ୟା ଉତ୍ପନ୍ନ କଲେ ନାହିଁ। ତାଙ୍କ ପୁତୁରାକୁ ସ୍କୁଲରେ ପାଠ ପଢ଼ାଇଲେ ଏବଂ ଖୁସିରେ ରଖିଲେ। କିନ୍ତୁ ବାପା ମାଆଙ୍କୁ ନ ଦେଖି ରାଜାଙ୍କ ପୁଅ ପ୍ରହଲ୍ଲାଦ ବହୁତ ମନେ ପକାଇ କାନ୍ଦୁଥାଏ। ଏପଟେ ରାଜାରାଣୀ ମଧ୍ୟ ପୁଅ ବିରହରେ କାନ୍ଦୁଥିଲେ, କିନ୍ତୁ ସେମାନେ ତାକୁ ଆଣିବାକୁ କି କେବେ ଦେଖା କରିବାକୁ ଯାଇପାରିଲେ ନାହିଁ। ସେମାନେ ରାଜ୍ୟ ଶାସନ ଏବଂ ତାଙ୍କ ରାଜ୍ୟକୁ ଅନ୍ୟ ରାଜାଙ୍କ ଆକ୍ରମଣରୁ ରକ୍ଷା କରିବାରେ ବ୍ୟସ୍ତ ଥାନ୍ତି। ରାଣୀ ସେଦିନ ଏକାକୀ ମହଲରେ ବୁଲୁଥିଲେ। ହଠାତ୍ ତାଙ୍କ ଆଖିରେ ବସୁନ୍ଧରାର ମୃତଦେହ ପୋତା ହୋଇଥିବା କୋଠରୀଟି ପଡ଼ିଲା। କିଏ ଜଣେ ବଞ୍ଚାଅ ବଞ୍ଚାଅ କହି ଚିତ୍କାର ଶୁଣି ସେ କବାଟ ପାଖକୁ ଯାଇ ଠିଆ ହେଲେ। ଏହାପରେ ସେଠାରୁ ଆସୁଥିବା ଶବ୍ଦ ବନ୍ଦ ହୋଇଗଲା ଏବଂ ଏକ ମୋଟା ସ୍ୱରରେ
କେହି ଜଣେ କହିଲା, ତୋର ବଞ୍ଚିବାର ଅଛି ତାହେଲେ ରାଜକୁମାରମାନଙ୍କୁ ଆଣି ମୋତେ ଦେଇଦେ, ନହେଲେ ତ ବଂଶରେ କାହାରିକୁ ମଧ୍ୟ ଛାଡ଼ିବି ନାହିଁ, ମାରିଦେବି ସମସ୍ତଙ୍କୁ। ଏତିକି କହି ଜୋର ଜୋରରେ ସେ ହସିବାକୁ ଲାଗିଲା। ରାଣୀ ପ୍ରଥମ ଥର ପାଇଁ ଆତ୍ମାର ଚିତ୍କାର ଶୁଣିଥିବାରୁ ବିଶ୍ୱାସ କରିପାରିଲେ ନାହିଁ ଏବଂ ସେଠାରେ ଭୟରେ ପଡ଼ିଗଲେ। ସକାଳ ହେଲା, ସେ ଉଠିଲେ, ଚାରିଆଡ଼କୁ ଅନାଇଲେ ଏବଂ ଭାବିଲେ ଏ କ'ଣ ଥିଲା, ସ୍ୱପ୍ନ ନା ସତ? ଏ କ'ଣ ହେଉଛି ମୋ ସହିତ? କ'ଣ କରିବି? ଏହା ଭାବି ସେ କୋଠରୀଟିକୁ ଖୋଲିଲେ, ସବୁଆଡ଼କୁ ଦେଖିଲେ, କିନ୍ତୁ ତାଙ୍କୁ ସେଠାରେ କିଛି ବି ଦେଖାଗଲା ନାହିଁ। ପୁଣି ଥରେ ସେ ତାଲା ଲଗାଇଦେଲେ ସେହି କୋଠରୀରେ। ରାଜା ଯୁଦ୍ଧ ସମାପ୍ତ କରି ଆସିଲେ। ରାଣୀକୁ ଭୟରେ ଥରୁଥିବାର ଦେଖି ସେ ତାଙ୍କୁ ସେ ବିଷୟରେ ପଚାରିଲେ ଏବଂ ତାଙ୍କଠାରୁ ଏ ବିଷୟରେ ଶୁଣି ତାର ସମାଧାନ ପାଇଁ ଗୁଣିଆକୁ ଡାକିଲେ। ସେ ସମୟରେ ଅନ୍ଧବିଶ୍ୱାସ ଉପରେ ଲୋକମାନେ ବହୁତ ନିର୍ଭର କରୁଥିଲେ। ସେଠାରେ ଗୋଟିଏ ଗୁଣିଆ ନିଜ ତନ୍ତ୍ରମନ୍ତ୍ର ବଳରେ ମା କାଳୀଙ୍କୁ ପୂଜା କରି ତାଙ୍କ ବୋଲରେ ସବୁ ପ୍ରକାର ଭୂତ ପ୍ରେତର ନିବାରଣ କରୁଥିଲା। ରାଜାଙ୍କ ଆଦେଶରେ ସେ ମହଲକୁ ଗଲା ଏବଂ କୋଠରୀରେ ରାତିରେ ପୂଜା ଆରମ୍ଭ କଲା। ହେଲେ କିଛି ଲାଭ ହେଲା ନାହିଁ। ବସୁନ୍ଧରାର ଅଭିଶପ୍ତ ଆତ୍ମା ଏତେ ଶକ୍ତିଶାଳୀ ଥିଲା ଯେ ସେଠାରେ ପୂଜା ସମୟରେ ତାଙ୍କୁ ଅଦୃଶ୍ୟ ଭାବରେ ଧମକ ଦେଲା ଏବଂ କହିଲା ତାଙ୍କ ମଝିରେ ଆସିବାକୁ ଚେଷ୍ଟା କଲେ ସେ କାହାରିକୁ ବି ଛାଡ଼ିବ ନାହିଁ। ଏହାପରେ ସେ ଗୁଣିଆ କୋଠରୀଟିକୁ ମନ୍ତ୍ର ଦ୍ୱାରା ବାନ୍ଧିଦେଲା ଏବଂ କହିଲା ଏ କୋଠରୀକୁ କେହି କେବେ ଖୋଲିବ ନାହିଁ, ନହେଲେ ମୃତ୍ୟୁ ସୁନିଶ୍ଚିତ। ଏହା କହି ସେ ସେଠାରୁ ଚାଲିଗଲା। ରାଜା ରାଣୀ ଏଥିରେ ସମ୍ମତି ଜଣାଇଲେ ଏବଂ ନିଜ ମହଲକୁ ଯାଇ ଶୋଇଲେ। ସେହି ଦିନରୁ ସେ ମହଲର କୋଠରୀ କେହି ଖୋଲନ୍ତି ନାହିଁ କି ସେଠାକୁ କେହି ଯାଆନ୍ତି ନାହିଁ। ସେଠାରେ ପ୍ରତିଦିନ ବସୁନ୍ଧରାର ଆତ୍ମା ଚିତ୍କାର କରି କୁହେ, ହେ ରାଜା, ମୋତେ ଏଠି ତୁ କେତେ ଦିନ ବନ୍ଦ କରି ରଖିବୁ? ଯେଉଁଦିନ ମୁଁ ଏଠାରୁ ମୁକ୍ତ ହେବି ସେଦିନ ତୋର ମରଣ ସୁନିଶ୍ଚିତ। ସେଠାରେ ପ୍ରତିଦିନ ଚୁଡ଼ିର ଶବ୍ଦ ଏବଂ ପାଉଁଜିର ଶବ୍ଦ ଶୁଣାଯାଏ। କେହି ବି ସେପଟକୁ ସାହସ କରି ଯାଆନ୍ତି ନାହିଁ। ରାଜା ଓ ରାଣୀ ବୃଦ୍ଧ ହେବାକୁ ଲାଗିଲେ। ଧୀରେ ଧୀରେ ଏପଟେ ରାଜ୍ୟଭାର ମଧ୍ୟ ଏକାକୀ ରାଜା ସମ୍ଭାଳି ପାରୁନଥାନ୍ତେ। ସେ ସବୁକିଛି ଏବେ ଠିକ୍ ଅଛି ଭାବି ତାଙ୍କ ପୁତ୍ରକୁ ଡାକିବାକୁ ମନସ୍ଥ କଲେ ଏବଂ ଲଣ୍ଡନକୁ ଚିଠି ଲେଖିଲେ। ଏପଟେ ଚିଠି ପଢ଼ି ଦୀର୍ଘ 15 ବର୍ଷ ପରେ ଘରକୁ ଯିବା କଥା ଶୁଣି ସେ ବହୁତ ଖୁସି ହୋଇଗଲା। ତା କାକାକୁ ମଧ୍ୟ ଯିବା ପାଇଁ କହିଲା, କିନ୍ତୁ କୌଣସି କାରଣବଶତଃ ସେ ଯିବାକୁ ମନା କଲେ ଏବଂ ରାଜକୁମାର ପାଇଁ ସବୁ ବ୍ୟବସ୍ଥା କରି ପଠାଇଦେଲେ। ସେହି 15 ବର୍ଷ ମଧ୍ୟରେ ସବୁ କଥା ବୟସ ବଢ଼ିବା ସହିତ ଭୁଲି ସାରିଥାଏ। ଲଣ୍ଡନରେ ତାର ବହୁତ ସାଙ୍ଗ ଥାଆନ୍ତି। ସେ ଜଣେ ରାଜକୁମାର ଜାଣି ତାକୁ ବହୁତ ସମ୍ମାନ ମଧ୍ୟ ଦିଅନ୍ତି ଏବଂ ତାର ଭାରତ ଯାଉଥିବା କଥା ଶୁଣି ସେମାନେ ମଧ୍ୟ ଯିବାକୁ ଅନୁରୋଧ କଲେ। ଏହାପରେ ପ୍ରହ୍ଲାଦ ମଧ୍ୟ ସମସ୍ତଙ୍କ ପାଇଁ ଯିବାର ବ୍ୟବସ୍ଥା କଲା ଏବଂ ସମସ୍ତଙ୍କୁ ନେଇ ଆସିଲା ଫୁଲମତୀପୁର। ସେଠାରେ ସେମାନଙ୍କ ସ୍ୱାଗତ ପାଇଁ ରାଜା ବହୁତ ଆନନ୍ଦର ସହିତ ଦାସଦାସୀଙ୍କ ସହିତ ଅପେକ୍ଷା କରିଥାନ୍ତି। ପ୍ରହ୍ଲାଦ ଓ ତାଙ୍କର 3 ସାଙ୍ଗମାନଙ୍କୁ ଧରି ଗାଡ଼ିରୁ ଓହ୍ଲାଇବା କ୍ଷଣି ତାଙ୍କ ଉପରେ ଫୁଲର ବର୍ଷା ହେଲା। ତାଙ୍କ ମା ଆଳତି ଥାଳି ଧରି ବନ୍ଦାଣ କରି ତାକୁ ମହଲକୁ ସ୍ୱାଗତ କଲେ। ସମସ୍ତେ ଯାଇ ରାଜମହଲରେ ପ୍ରବେଶ କଲେ। ଏହାପରେ ସେମାନଙ୍କର ଖାଇବାର ବ୍ୟବସ୍ଥା କରାଗଲା। ସମସ୍ତେ ଖାଇସାରି ମଉଜ କରୁଥାନ୍ତି। ରାଜା ରାଣୀ ଆସିଲେ ଏବଂ ପ୍ରହ୍ଲାଦକୁ ଧରି ବହୁତ ସ୍ନେହ କଲେ। ବହୁତ ଦିନ ଧରି ତାଙ୍କୁ ଦୂରେଇ ରଖିଥିବାରୁ କ୍ଷମା ମାଗିଲେ। ଏହାପରେ ରାତି ସମୟରେ ସେମାନେ ଶୋଇବାକୁ ଗଲେ। ତା ଲଣ୍ଡନର ସାଙ୍ଗମାନେ ମଧ୍ୟ ଯେଝା ରୁମ୍କୁ ଶୋଇବାକୁ ଗଲେ। ରାତି ଠିକ୍ 1 ବେଳେ ବସୁନ୍ଧରାର ଚିତ୍କାର ଶୁଣି ପ୍ରହ୍ଲାଦ ଡରିଗଲା। ସେ ଉଠି ମହଲ ସାରା ବୁଲିବାକୁ ଲାଗିଲା। କବାଟ ଠକ୍ ଠକ୍ ଶବ୍ଦ ଶୁଣି ସେ ଖୋଲିବାକୁ ଯାଉଥିଲା। ହଠାତ୍ ତା ମା ଆସି ତାକୁ ସେଠାରୁ ନେଇଗଲେ ଏବଂ କହିଲେ ସେ କବାଟ କେବେ ହେଲେ ଖୋଲିବୁ ନାହିଁ। ପ୍ରହ୍ଲାଦ କହିଲା, କିନ୍ତୁ କାହିଁକି ମା? ଏ ଭିତରେ କ'ଣ ଅଛି? ରାଣୀ ତାକୁ ସଠିକ୍ ଭାବରେ କିଛି ନ କହି ଚୁପ୍ ରହିଲେ ଏବଂ କାଲି ସବୁ କହିବେ, ଏବେ ବହୁତ ରାତି ହୋଇଗଲାଣି, ଶୋଇବାକୁ ଚାଲ କହି ତାକୁ ଭିତରକୁ ନେଇଗଲେ। ରାଜକୁମାର ପ୍ରହ୍ଲାଦ ଶୋଇବାକୁ ଗଲେ ତାଙ୍କ କୋଠରୀକୁ, କିନ୍ତୁ ଶୋଇପାରିଲେ ନାହିଁ। ସେ ରାତି ସାରା ଭାବିଲେ ଯେ ସେ ସାନ ଥିବା ବେଳେ ମହଲରେ କିଛି ଅନିଷ୍ଟ ଘଟିଛି କହି ତାଙ୍କୁ ଲଣ୍ଡନ ପଠାଇ ଦିଆଯାଇଥିଲା। ପ୍ରକୃତରେ କ'ଣ ହୋଇଥିଲା ମୋ ବାପା ମାଙ୍କ ସହିତ?
କାହିଁକି ମୋତେ ମହଲ ଛାଡ଼ି ଯିବାକୁ ପଡ଼ିଲା? ତା ବାପା ମା କାହିଁକି ସମସ୍ତେ ମରିଯିବା କହି ତାକୁ ଏବଂ ତା କାକାକୁ ରାଜମହଲରୁ ଦୂରେଇ ଦେଇଥିଲେ? ଏତେ ବର୍ଷ ପରେ ବି ଏ ମହଲରେ କିଛି ପରିବର୍ତ୍ତନ ଆସିନି କାହିଁକି? ଏହି କଥା ଭାବିବାକୁ ଲାଗିଲେ ସେ। ସକାଳୁ ଉଠି ସେ ପ୍ରାତଃ ଭ୍ରମଣ ପାଇଁ ବାହାରି ପଡ଼ିଲେ ତାଙ୍କ ସାଙ୍ଗମାନଙ୍କ ସହିତ। ପ୍ରହ୍ଲାଦ ତା ଝିଅ ସାଙ୍ଗକୁ କହିଲା, ଜାଣିଛୁ ନା ହେଲେନା, ଏ ଗାଁର ସ୍ଥିତି ଏତେ ମଧୁର ଯେ ସେ ଗାଁରେ ଯଦି କିଛି ଦିନ ରହିଯିବ ତାହେଲେ ଜମାରୁ ଛାଡ଼ିକି ଯାଇପାରିବ ନାହିଁ। ଏହା ଶୁଣି ହେଲେନା ହସିଦେଲା ଓ କହିଲା, ଠିକ୍ ଅଛି, ମୁଁ ଏଠି ଗାଁର ସ୍ମୃତି ନିଶ୍ଚିତ ନିଜ ସାଥିରେ ନେଇଯିବି। ଏହାପରେ ସେମାନେ ଜଙ୍ଗଲ ଅଞ୍ଚଳରେ କିଛି ସମୟ ବୁଲିବାକୁ ଭାବି ସେଆଡ଼କୁ ଗଲେ। ପ୍ରହ୍ଲାଦ ତା ଅନ୍ୟ ସାଙ୍ଗମାନଙ୍କ ସହିତ ବୁଲୁଥିବା ବେଳେ ହେଲେନା ଗଛମାନଙ୍କରେ ଥିବା ଚଢ଼େଇର ବସାଗୁଡ଼ିକ ବୁଲି ବୁଲି ଦେଖୁଥାଏ। ଏହି ସମୟରେ ସେ ଗୋଟିଏ ବୃକ୍ଷ ତଳେ କେହି ଜଣେ ବସି କାନ୍ଦୁଥିବାର ଶୁଣି ସେଠାକୁ ଗଲା, କିନ୍ତୁ ସେଠାରେ କେହି ନଥିଲେ। ସେ ସବୁଆଡ଼କୁ ଅନାଇଲା, କିନ୍ତୁ କାହାକୁ ନ ଦେଖି ସେ ବହୁତ ଡରିଗଲା ଏବଂ ସେଠାରୁ ଚାଲି ଆସିଲା। ପ୍ରହ୍ଲାଦ ହେଲେନାକୁ ଦେଖି ପଚାରିଲା, ଆରେ କୁଆଡ଼େ ଯାଇଥିଲ ତୁମେ? ଆଉ ଏତେ ଝାଳ କ'ଣ ପାଇଁ ତୁମ ମୁହଁରେ? କ'ଣ ହେଲା, ଡରୁଛ କାହିଁକି? ହେଲେନା କହିଲା, ନା କିଛି ନାହିଁ, ମୁଁ ଟିକେ ସେଆଡ଼କୁ ବୁଲିବାକୁ ଯାଇଥିଲି। ସେଠାରେ ମୋତେ କେହି ଜଣେ ବସି କାନ୍ଦୁଥିବାର ଶୁଣାଗଲା, ତେଣୁକରି ମୁଁ ସେଠାକୁ ଯାଇଥିଲି। ପ୍ରହ୍ଲାଦ କହିଲା, ଆରେ ଏଇ ଗାଁର ଛୁଆମାନେ ହୋଇଥିବେ, ସେମାନେ ବହୁତ ଦୁଷ୍ଟ, ନିଜ ଭିତରେ ଝଗଡ଼ା କରି ଆସି ଏଇ ଗଛ ମୂଳେ ବସି କାନ୍ଦୁଥିବେ। ଆମେ ଏଠାରେ ଖେଳୁଥିବା ସମୟରେ ଆମେ ବି ଏମିତି କରୁଥିଲୁ। ଏହା ଶୁଣି ହେଲେନା ହସି କହିଲା, ସତେ କି, ମୁଁ ତ ଡରି ଯାଇଥିଲି ସେଠାରେ କାହାକୁ ନ ଦେଖି। ଏହାପରେ ରାଜକୁମାର ପ୍ରହ୍ଲାଦଙ୍କ ସହିତ ତାଙ୍କ ସବୁ ସାଙ୍ଗମାନେ ରାଜମହଲ ଆଡ଼କୁ ମୁହାଁଇଲେ ଏବଂ ଚାଲୁଥିବା ସମୟରେ ହଠାତ୍ ଗୋଟିଏ ବିରାଡ଼ି ଜଙ୍ଗଲ ଭିତରୁ ବହୁତ ଜୋରରେ ଦୌଡ଼ି ଆସି ପ୍ରହ୍ଲାଦ ଦେହ ଉପରକୁ ଡେଇଁ ପଡ଼ିଲା। ତାର ବେକ ଏବଂ ଗାଲରେ ରାମ୍ପି ଦେଲା। ତାର ବେକ ଏବଂ ଗାଲରେ ନଖ ବାଜି ରକ୍ତାକ୍ତ ହୋଇଗଲା। ତା ସାଙ୍ଗମାନେ ଏହା ଦେଖି ତାକୁ ତୁରନ୍ତ ବୈଦ୍ୟମାନଙ୍କ ପାଖକୁ ନେଇଗଲେ। ବୈଦ୍ୟ ରାଜକୁମାରକୁ ଔଷଧ ଦେଲେ ଏବଂ 2-3 ଦିନ ବିଶ୍ରାମ ନେବାକୁ କହିଲେ। ମହଲକୁ ଫେରିବା ପରେ ରାଜାରାଣୀ ରାଜକୁମାରକୁ ଦେଖି ପଚାରିଲେ, ଏସବୁ କେମିତି ହେଲା? ରାଜକୁମାର ସେମାନଙ୍କୁ ଶାନ୍ତ କରାଇ କହିଲେ, କିଛି ନାହିଁ, ଗୋଟିଏ ଛୋଟ ଦୁର୍ଘଟଣା ଥିଲା, କିନ୍ତୁ ମୁଁ ଏବେ ପୁରା ଭଲ ଅଛି। କିଛି ଦିନ ଯିବା ପରେ ରାଜକୁମାର ଭଲ ହୋଇଗଲେ। ତାଙ୍କ ସାଙ୍ଗମାନଙ୍କୁ ନେଇ ପୁଣି ସନ୍ଧ୍ୟାରେ ବୁଲିବାକୁ ଜଙ୍ଗଲ ଭିତରକୁ ଗଲେ। ସେଠାରେ ବୁଲୁଥିବା ସମୟରେ ହେଲେନାକୁ ହଠାତ୍ କେହି ଜଣେ ପଛପଟୁ ଜଙ୍ଗଲ ଭିତରକୁ ଟାଣିନେଲା। ରାଜକୁମାର ସହିତ ତାଙ୍କର ଅନ୍ୟ ସାଙ୍ଗମାନେ ତାକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ତାକୁ ବଞ୍ଚାଇ ପାରିଲେ ନାହିଁ। ସେମାନେ ହତାଶ ହୋଇ ମହଲକୁ ଫେରି ଆସିଲେ। ଏହାପରେ ସିପାହୀମାନେ ହେଲେନାଙ୍କ ଖଣ୍ଡ ବିଖଣ୍ଡିତ ଦେହକୁ ଜଙ୍ଗଲରୁ ଆଣିଲେ। ଏହା ଦେଖି ପ୍ରହ୍ଲାଦ ଓ ତାଙ୍କ ସାଙ୍ଗମାନେ ମନ ଦୁଃଖରେ କାନ୍ଦିବାକୁ ଲାଗିଲେ। ତାପରେ ଲଣ୍ଡନକୁ ତା ମୃତଦେହ ନେଇ ତା ସାଙ୍ଗମାନେ ଚାଲିଗଲେ। ସେମାନେ ପ୍ରହ୍ଲାଦକୁ କହିଲେ, ହେଲେନା ଏଠାରୁ ସ୍ମୃତି ନେଇ ଫେରିଲା ନାହିଁ, ଦେଇକି ଚାଲିଗଲା। ତୁମେ ତୁମର ଧ୍ୟାନ ରଖିବ ପ୍ରହ୍ଲାଦ, ଆମେ ଲଣ୍ଡନ ଫେରି ଯାଉଛୁ। ଏହା କହି ସେମାନେ ମୃତଦେହ ଧରି ଚାଲିଗଲେ। କିଛି ଦିନ ଏହା ଭିତରେ ବିତି ଯାଇଥାଏ। ରାଜକୁମାର ସବୁଦିନ ସେହି କୋଠରୀକୁ ଅନାଇ ଦେଖେ, କିନ୍ତୁ କିଛି କରିପାରେ ନାହିଁ। ରାଜା ସମସ୍ତ ପ୍ରଜାମାନଙ୍କୁ ଡାକି ରାଜକୁମାରଙ୍କ ରାଜାଭିଷେକ କରିବା ପାଇଁ ଘୋଷଣା କଲେ। ଏଥିରେ ନାଚ ଗୀତରେ ସାରା ମହଲ କମ୍ପିଗଲା। ସାରା ମହଲ ସାଜସଜ୍ଜା ସହିତ ସବୁକିଛି ବଦଳାଇ ଦିଆଗଲା, କେବଳ ବସୁନ୍ଧରାକୁ ପୋତା ଯାଇଥିବା କୋଠରୀକୁ ଛାଡ଼ି। ପ୍ରହ୍ଲାଦ ରାଜାଭିଷେକ ହେବା ଆଗରୁ ତା ମାଆକୁ ସେହି କୋଠରୀ ବିଷୟରେ ପଚାରିବାକୁ ଚାହୁଁଥିଲା, କିନ୍ତୁ ରାଣୀ ଏତେ ବ୍ୟସ୍ତ ଥିଲେ ଯେ ସେ ରାଜକୁମାରଙ୍କ କୌଣସି କଥାକୁ ଧ୍ୟାନ ଦେଉନଥିଲେ। ସମସ୍ତେ ମହଲରେ ଜମା ହେଲେ। ବହୁତ ଆନନ୍ଦ ଉଲ୍ଲାସର ସହିତ ଯୁବରାଜଙ୍କ ରାଜାଭିଷେକ କରାଗଲା। ଏହାର କିଛି ଦିନ ପରେ ତାଙ୍କୁ ରାଜା କରାଇ ରାଜା ଦେବେନ୍ଦ୍ର ନିଜ ପଦକୁ ତ୍ୟାଗ କରି ବନପସ୍ତକୁ ଗମନ କଲେ। ସେ ସନ୍ନ୍ୟାସୀ ହୋଇ ବଣରେ ରହିଲେ। ପ୍ରହ୍ଲାଦ ଲଣ୍ଡନରେ ପାଠ ପଢ଼ି ଆସିଥିବାରୁ ସେ ଆଧୁନିକ ଶୈଳୀରେ ଚଳିବାକୁ ଲାଗିଲେ। ବିଦେଶୀ ଲୋକ ସାଙ୍ଗ ବିଦେଶୀ ଦ୍ରବ୍ୟର ବ୍ୟବହାର କରିବାକୁ ଲାଗିଲେ। ଲୋକମାନଙ୍କ ଠାରୁ ଆଉ କର ଆଦାୟ କଲେ ନାହିଁ। ନିଜ ଇଚ୍ଛାରେ ସମସ୍ତେ ବହୁତ ଖୁସିରେ ରହିବାକୁ ଲାଗିଲେ।
କିଛି ଦିନ ଏହିପରି ଭଲରେ କଟିବା ପରେ ରାଜା ତାଙ୍କର ପଡ଼ୋଶୀ ରାଜ୍ୟର ରାଜକୁମାରୀ ଭାର୍ଗବୀକୁ ବିବାହ କରିଥିଲେ। ରାଣୀ ଭାର୍ଗବୀ ମହଲକୁ ଆସିବା ପରେ ସମସ୍ତେ ବହୁତ ଖୁସି ହୋଇଯାଇଥିଲେ। ରାଜକୁମାର ମଧ୍ୟ ସେ କୋଠରୀ କଥା ଭାବିବା ଛାଡ଼ି ଦେଇ ନିଜ ରାଜ୍ୟ ଓ ବିବାହ ଜୀବନରେ ବାନ୍ଧି ହୋଇ ରହିଲେ। କିନ୍ତୁ ବସୁନ୍ଧରାର ଆତ୍ମା ଶାନ୍ତି ପାଇଲା ନାହିଁ। ସେ ପ୍ରତିଦିନ କବାଟ ବାଡ଼ାଏ ଓ ବିଭିନ୍ନ ପ୍ରକାର ଶବ୍ଦ ବାହାର କରି ମହଲକୁ କମ୍ପାଇବାକୁ ଲାଗିଲା। ରାଣୀ ଭାର୍ଗବୀ ନୂଆ ନୂଆ କରି ମହଲକୁ ଆସିଥିବାରୁ ସେ ଏସବୁ କଥା ଜାଣିନଥାନ୍ତେ। ଦିନେ ସେହି କୋଠରୀରୁ ଆସୁଥିବା ଶବ୍ଦ ଶୁଣି ସେ ସେଠାକୁ ଗଲେ ଏବଂ ତାକୁ ଖୋଲିବାକୁ ଚେଷ୍ଟା କଲେ, କିନ୍ତୁ ଚାବି ନଥିବାରୁ ଖୋଲି ପାରିଲେ ନାହିଁ। ବାହାରେ ଥାଇ ସେ ପଚାରିଲେ, ଭିତରେ କିଏ ଅଛ ବୋଲି। ବହୁତ କ୍ଷୀଣ ସ୍ୱରରେ ସେ ଭିତରୁ ଆବାଜ ଆସିଲା, ମୁଁ ବସୁ, ଏ ଘରର ଝିଅ। ମୋତେ ଏଠାରେ ସମସ୍ତେ କବାଟ ଦେଇ ରଖିଛନ୍ତି। ମୋତେ ଏଠାରୁ ବାହାର କର, ମୁଁ ବୁଲିବାକୁ ଚାହୁଁଛି। ଏହାପରେ ରାଣୀ ଭାର୍ଗବୀ ଠିକ୍ ଅଛି, ମୁଁ ଚାବି ଆଣି ଆସୁଛି କହି ସେଠାରୁ ଚାଲିଯାଇ ଚାବି ଖୋଜିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ। କାରଣ ରାଜା ବନବସ୍ତ୍ର ଯିବା ସମୟରେ କୋଠରୀର ଚାବି ନେଇଯାଇଥାନ୍ତେ। ସେ ଜାଣିଥାନ୍ତି ଯେ ଦିନେ ନା ଦିନେ କେହି ସେ କବାଟ ଖୋଲିବାକୁ ଚେଷ୍ଟା କରିବ, ତେଣୁ ସେ ନିଜ ସାଙ୍ଗରେ ତାହାର ଚାବିକୁ ନେଇଯାଇଥାନ୍ତେ। ଏହାପରେ ହତାଶ ହୋଇ ରାଣୀ ଭାର୍ଗବୀ ସେହି କୋଠରୀ ପାଖକୁ ଆସି କହିଲେ ଯେ ସେ ଯେତେ ଖୋଜିଲେ ବି ସେ କୋଠରୀର ଚାବି ପାଇଲେ ନାହିଁ। ଏହାପରେ ବସୁନ୍ଧରାର ଆତ୍ମା କହିଲା ଯେ ଚାବି ତା ବୁଢ଼ା ଶ୍ୱଶୁର ପାଖରେ ଅଛି। ତାକୁ ଯେମିତି ହେଲେ ଆଣି ତାକୁ ବାହାର କରାଯାଉ, ନହେଲେ ସେ ଏଠାରେ ମରିଯିବ। ଏହାପରେ ରାଣୀ ଭାର୍ଗବୀ କଥା ଦେଲେ ଯେ ସେ ନିଶ୍ଚିତ ଚାବି ଆଣି ତାକୁ ଏଠାରୁ ମୁକ୍ତ କରାଇବେ। ସେ ବହୁତ ଥର ତା ଶାଶୁମା ଏବଂ ପ୍ରହ୍ଲାଦକୁ ପଚାରିଛି ଏ କୋଠରୀ ବିଷୟରେ, କିନ୍ତୁ ସେମାନେ ତାକୁ କୌଣସି ନା କୌଣସି ବାହାନା କରି ଲୁଚାଇ ଦେଉଥିଲେ। ଭାର୍ଗବୀ ବହୁତ ଚେଷ୍ଟା କରୁଥାଏ ସେ କୋଠରୀର ନକଲି ଚାବି ତିଆରି କରିବା ପାଇଁ, କିନ୍ତୁ କରିପାରୁନଥାଏ। ସେପଟେ ବୁଢ଼ା ରାଜା ମଧ୍ୟ ଚାବି କେଉଁଠାରେ ରଖିଛି କେହି ଜାଣିନାହାନ୍ତି। ସେ ଯେତେ ଦୂତ ପଠାଇଲେ ବି ସମସ୍ତେ ନିରାଶ ହୋଇ ଫେରି ଆସନ୍ତି। ଏହା ଯୋଗୁଁ ସେ ବିଚଳିତ ହୋଇପଡ଼େ। ବସୁନ୍ଧରାର ଆତ୍ମାର କରୁଣ ରୋଦନ ତାକୁ ଶୁଆଇ ଦିଏ ନାହିଁ। ସେ ଭିତରେ କ'ଣ ଅଛି, କାହିଁକି ତାକୁ ଏପରି ଯନ୍ତ୍ରଣା ଦିଆଯାଉଛି ଭାବି ସେ ମନରେ ଦୁଃଖ କରେ। ରାଜା ସହିତ ମଧ୍ୟ ଭଲ ଭାବରେ କଥାବାର୍ତ୍ତା ହୁଏ ନାହିଁ। ଏହା ଦେଖି ରାଜା ତାଙ୍କ ମାଆଙ୍କୁ ଯାଇ ସବୁ କଥା କହିଲେ। ତାପରେ ରାଣୀ କହିଲେ, ସେ କୋଠରୀରେ ଗୋଟିଏ ଅଭିଶପ୍ତ ଆତ୍ମା ରହୁଛି, ଯିଏ ତୋର ମଝିଆ କାକାକୁ ମାରି ଦେଇଥିଲା ଏବଂ ଆମ ବଂଶଧରମାନଙ୍କୁ ମାରିବା ପାଇଁ ପ୍ରତିଜ୍ଞା କରିଛି। ତେଣୁ ତୋତେ ଓ ତୋ ସାନ କାକାକୁ ଆମେ ଲଣ୍ଡନ ପଠାଇ ଦେଇଥିଲୁ, କାରଣ ତୋର ସେହି ଦୁଇ କାକା ମିଶି ଋଷିଙ୍କ ଝିଅକୁ ମାରିଦେଇ ଏହା ଭିତରେ ପୋତି ଦେଇଥିଲେ। ତୁ ଛୋଟ ଥିଲୁ, ତେଣୁ ଏ କଥା ଆମେ ତୋତେ କହିନଥିଲୁ। ଏହା ଶୁଣି ରାଜା ପ୍ରହ୍ଲାଦଙ୍କ ମୁଣ୍ଡ ବୁଲାଇ ଦେଲା। ତାଙ୍କ ପାଦ ତଳୁ ମାଟି ଖସିଗଲା। ସେ କିଛି ନ କହି ତଳେ ବସି ପଡ଼ିଲେ ଏବଂ କାନ୍ଦିବାକୁ ଲାଗିଲେ। ଏହାପରେ ସେ ବିଶ୍ୱାସ କରିପାରିଲେ ନାହିଁ ଯେ ସତରେ ଆତ୍ମା ବି ଥାଆନ୍ତି। ଏ କଥା ଲାଜରେ ସେ ଭାର୍ଗବୀକୁ କହିପାରିଲେ ନାହିଁ ଯେ ତା ପୂର୍ବଜମାନେ ଏତେ ଖରାପ ଥିଲେ ବୋଲି। ଏ କଥା ଜାଣିଲେ ସେ ତାଙ୍କୁ ଘୃଣା କରିବ ଭାବେ ସେ ତାକୁ ମିଛରେ କହିଲେ ଯେ ସେ କୋଠରୀରେ ଜଣେ ପାଗେଳି ରହୁଛି। ସେ ବହୁତ ଭୟଙ୍କର ଅଟେ, କବାଟ ଜମାରୁ ଖୋଲିବ ନାହିଁ। ସେ ଲୋକଙ୍କୁ ଡାକେ ତା ପାଖକୁ ଏବଂ ମାରିଦିଏ। ଏହା ଶୁଣି ଭାର୍ଗବୀ ମନ ଦୁଃଖରେ ବସିଲେ ଏବଂ ଯେତେ ଶବ୍ଦ ସେ କୋଠରୀରୁ ଶୁଭିଲେ ବି ସେ ଆଉ ଗଲେ ନାହିଁ।